ମଧୁବନ ଗାଁରେ ବଉଳା ଗାଈ ନାମକ ଗୋଟେ ଗାଈ ରହୁଥିଲା। ସେ ଦେଖିବାକୁ ବହୁତ ସୁନ୍ଦର ଆଉ ଶାନ୍ତ ସ୍ୱଭାବର ଗାଈଟେ ଥିଲା। ସେଥିପାଇଁ ଗାଁର ସବୁ ଲୋକମାନେ ବଉଳାକୁ ଭାରି ଭଲ ପାଉଥିଲେ। ବଉଳା ତା ବାଛୁରୀକି ଘରେ ଛାଡ଼ି ଦେଇ ଜଙ୍ଗଲକୁ ଚରିବା ପାଇଁ ଗଲା। ବଉଳା ଚରୁ ଚରୁ ଅଜଣାତାରେ ଘଞ୍ଚ ଜଙ୍ଗଲ ଭିତରକୁ ପଳେଇଥିଲା। ସେହି ସମୟରେ ସନ୍ଧ୍ୟା ହେଇ ଆସିଲାଣି। ବଉଳା ତା ଛୁଆ କଥା ମନେ ପକାଇ ଭାରି ବ୍ୟସ୍ତରେ ତରବର ହୋଇ ଘରକୁ ଫେରୁଥାଏ। ଆଉ ଫେରିଲା ବାଟରେ ହଠାତ୍ କି ତା ଆଗରେ ଗୋଟେ ରାକ୍ଷସଟେ ଠିଆ ହେଇଛି। ହା ହା, ଆଜି ମୁଁ ତତେ ଖାଇବି। ଏତେ ଦିନ ପରେ ମତେ ଗୋଟେ ଭଲ ଖାଇବାଟେ ମିଳିଲା। ହା ହା ହା। ବଉଳା ଗାଈ ଭୟରେ କହିଲା, ମୋତେ ଛାଡ଼ିଦିଅ, ମୋତେ ଛାଡ଼ିଦିଅ। ମୋର ଗୋଟେ କୁନି ବାଛୁରୀଟେ ଘରେ ଅଛି। ସିଏ ମୋତେ ଅପେକ୍ଷା କରିଥିବ। ମୁଁ ଗଲେ ତାକୁ ଖାଇବାକୁ ଦେବି। ମୋତେ ଦୟାକରି ଛାଡ଼ିଦିଅ। ମୁଁ ଯାଇ ମୋ ଛୁଆକୁ ଖାଇବାକୁ ଦେଇ ଦେଇ ଆସିବି। ଆଉ ମୋ ଛୁଆକୁ ଲାଷ୍ଟ ଥର ପାଇଁ ଭଲରେ ଗେଲ କରିଦେଇ ଆସିବି। ଆସିଲେ ତମେ ମୋତେ ହା ହା ହା, ତୁ କ'ଣ ମତେ ମୂର୍ଖ ଭାବିଛୁ? ଆରେ ନା ନା, ସେମିତି ହେଇପାରିବନି। ହା ହା ହା। ମୁଁ ସତ କହୁଛି, ମୋତେ ବିଶ୍ୱାସ କର। ମୁଁ କଥା ଦେଇ କଥା ରଖିବି। ମୋତେ ଦୟାକରି ଛାଡ଼। ମୋ ଛୁଆକୁ ଖାଇବାକୁ ଦେଇ ଦେଇ ଗେଲ କରି ମୁଁ ନିଶ୍ଚିନ୍ତ ଆସିବି। ରାକ୍ଷସ ବଉଳା ଗାଈ କଥାକୁ ବିଶ୍ୱାସ କରି ବଉଳା ଗାଈକି ଛାଡ଼ିଲା। ଆଉ ବଉଳା ଗାଈ ସାଙ୍ଗେ ସାଙ୍ଗେ ଯାଇ ତା ବାଛୁରୀ ପାଖରେ ପହଞ୍ଚି ଆଉ ତା ବାଛୁରୀକି ବହୁତ ସାରା ଗେଲ ବି କଲା। ଆଉ ତା ଛୁଆକୁ କହିଲା, ଶୁଣେ, ତୁ ଜମା ମାଲିକକୁ ହଇରାଣ କରିବୁନି। ମାଲିକ ଯାହା କହିବେ ମାଲିକ କଥା ମାନିବୁ। ଯାହା ଦେବେ ଖାଇବାକୁ ତାହା ଖାଇବୁ। କୌଣସି ଜିନିଷରେ ହଇରାଣ କରିବୁନି। ତା ବାଛୁରୀକି ବୁଝେଇ ଦେଇ ଗେଲ କରି ସାଙ୍ଗେ ସାଙ୍ଗେ ଯାଇ ରାକ୍ଷସ ପାଖରେ ପହଞ୍ଚି। ରାକ୍ଷସ ବଉଳାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ବଉଳା ତା ଜୀବନକୁ ଲୋଭ ନ କରି ଦେଇଥିବା କଥାଟିକୁ ରଖିଲା। ରାକ୍ଷସ ମନେ ମନେ ଭାବିଲା, ଏମିତି ଗୋଟେ ଭଲ ପ୍ରାଣୀକୁ କିଏ ବା ଖାଇବ? ଯା, ତୁ କଥା ଦେଇ କଥା ରଖିଛୁ, ମୁଁ ଖାଇବିନି ତ। ଏମିତି କହିଲା। ଆଉ ବଉଳା ସାଙ୍ଗେ ସାଙ୍ଗେ ତା ଛୁଆ ପାଖକୁ ପଳେଇ ଆସିଲା। ଆଉ ତା ଛୁଆ ପାଖକୁ ଆସି ତା ଛୁଆକୁ ସବୁ କଥା କହିଲା। ଆଉ ଦୁହେଁ ବହୁତ ଖୁସିରେ ରହିଲେ।